हाय ସାଙ୍ଗମାନେ, ଜୟ ବଜରଙ୍ଗବଲି। ଆପଣମାନଙ୍କୁ ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଏବଂ ହନୁମାନ ଜୟନ୍ତୀ ଉପଲକ୍ଷେ ମଧ୍ୟ ଆପଣଙ୍କୁ ଅନେକ ଅନେକ ଆମ ଘର ପାଖରେ ଥିବା ନୀଳକଣ୍ଠେଶ୍ୱର ମନ୍ଦିରରେ ଶିବ ଠାକୁର ଏବଂ ହନୁମାନ ଠାକୁରଙ୍କୁ ସେଠି ଦର୍ଶନ ସାରି ଆମେ ଚାଲିଲୁ ମଙ୍ଗଳା ମନ୍ଦିର। ତ ଆମେ ମଙ୍ଗଳା ମନ୍ଦିର ଯାଇ ପହଞ୍ଚିଲା ବେଳକୁ ଦେଖିଲୁ ଏଠି ଝାମୁ ଚାଲିବା ପାଇଁ ତାର ପ୍ରସ୍ତୁତ ଚାଲିଛି। ତାପରେ ଆମେ ମାଙ୍କ ଦର୍ଶନ କରିଲୁ। ତ ମାଙ୍କ ଦର୍ଶନ ବହୁତ ଶାନ୍ତି ଲାଗିଲା। ତ ମାଙ୍କ ଦର୍ଶନ ସାରି ଆମେ ଘରକୁ ଆସିଲୁ। ଘରକୁ ଆସିଲା ବେଳେ ମାମା ତାର ସବୁ ରୋଷେଇ ସାରି ଦେଇଛି। ତ ଆଜି ରୋଷେଇରେ ଥିଲା ଅରୁଆ ଭାତ, ଡାଲମା, ଖଟା ଆଉ ପାମ୍ପଡ଼। ମୁଁ ତ ଅରୁଆ ଭାତ ଦେଖି ଆଉ ରହିପାରିଲିନି। ତାପରେ ମୁଁ ଜଲ୍ଦି ଯାଇ ଖାଇ ବସି ପଡ଼ିଲି। ଖାଇସାରିବା ପରେ ଟିକେ ରେଷ୍ଟ ନେଇ ପୁଣି 2ଟା ବେଳକୁ ଚାଲିଲି ଝାମୁ ଦେଖିବା ପାଇଁ। ତ ଝାମୁ ଦେଖିବାକୁ ଗଲା ବେଳକୁ ବହୁତ ଭିଡ଼। ମୁଁ ମଧ୍ୟ ସେଠି ଝାମୁ ଦେଖିବା ପାଇଁ ଠିଆ ହେଲି। ତାପରେ ଝାମୁ ଆରମ୍ଭ ହେଇଗଲା। ତ ସମସ୍ତେ ଯେହେତୁ ଆସିକି ଏଠି ଠିଆ ହେଇପାରିଲେ ସାମ୍ନାରେ, ତ ଭିଡ଼ିଓ କରି ହେଲାନି। ଭିଡ଼ିଓ ଯେତିକି ବି ହେଇଛି ସେଥିରେ ଅଳ୍ପ ଯାହା ଟିକେ ଦେଖା ହେଇଛି, ଏତେ ବି ଭଲସେ ଦେଖାହେଇନି। ଆପଣମାନେ ସେଥିପାଇଁ ଦେଖିଦିଅନ୍ତୁ। ତ ତାପରେ ମା ମଙ୍ଗଳାଙ୍କୁ ଦର୍ଶନ କରିକି ଘରକୁ ପଳେଇ ଆସିଲି। ରହୁଛି। ଜୟ ବଜରଙ୍ଗବଲି।